আমি আজি আসি সেই পৌঁছু কালিয়াবোদা জায়গা যে কହୁଛନ୍ତି কালিয়াবোদার গুরুক্ষেত্র, এটা হচ্ছে গুরুক্ষেত্র বাবা আমার বায়া বাবাଙ୍କ জায়গা। তো সেই জায়গাକୁ ଆମେ ଆସି ପହଞ୍ଚିଛୁ। ତ ଆମେ ମନ୍ଦିର ପାଖରେ ପହଞ୍ଚୁ ପହଞ୍ଚୁ ଆମେ ଏଠି ଦେଖିଲୁ ଲେଖା ହେଇଛି ଜୋତା କଠଉ ଲୁଙ୍ଗି ପ୍ୟାଣ୍ଟ ଅଣ୍ଡରୱେର୍ ଯାନବାହନ ଭିତରକୁ ପ୍ରବେଶ ନାହିଁ। ତ ମୁଁ ଯେତେ ଭିଡ଼ିଓ ଦେଖିଛି ପ୍ରାୟତଃ କୋଉମାନେ ଏତେ ଦେଖେଇଛନ୍ତି କୋଉମାନେ ଦେଖେଇ ନାହାନ୍ତି ଆମେ ତ ଜାଣିନଥିଲୁ। ତ ସେଥିଲାଗି ଆମେ ଏଠି ପହଞ୍ଚିଲା ପରେ ଆସିଲୁ, ପ୍ୟାଣ୍ଟ ଚେଞ୍ଜ କଲି ମୁଁ। ତ ତାପରେ ଏବେ ବାବାଙ୍କ ପାଖରେ ପହଞ୍ଚିଲୁ, ବାବାଙ୍କ ସହିତ ଦେଖା କରିବୁ, ଭିତରକୁ ଯିବୁ, ଭିତରେ କିଛି ଫୁଟେଜ ଆପଣଙ୍କ ପାଇଁ ଆଣିବୁ, ଜାଗା ବିଷୟରେ ଜାଣିବୁ। ତ ଆସନ୍ତୁ ଆମ ପାଖରେ ବାବା ଅଛନ୍ତି, ବାବାଙ୍କ ସହିତ କଥା ହବା, ବାବାଙ୍କ ଏରିଆ ବିଷୟରେ ଜାଣିବା କି ମଠ ବିଷୟରେ ଜାଣିବା। ଜୟ ଜଗନ୍ନାଥ ବାବା। ବାବା ଆପଣଙ୍କ ନାଁଟା? ମୋ ନାଁ ହଉଛି ବାବାଜୀ ଜଗନ୍ନାଥ ଦାସ, ଜଗନ୍ନାଥ ଦାସ। ଡାକ ନାଁ ଟିକିଆ ବାବା। ଟିକେ ବାବା, ଆଉ ଏଇ ଯୋଉ ମଠ ଆମର ଏଇ ମଠ ବିଷୟରେ କିଛି ଟିକେ କୁହନ୍ତୁ। କଣ ମଠ ମାନେ କଣ କହିବା କହୁନ? ମତେ ପଚାରିଲେ ଯାହା କହିବି, ଅନ୍ୟ ମାନେ ମୁଁ ଗାୟକ ନୁହଁ କି ପ୍ରବଚନ। ମଠଟା ଆମର ମାଳିକ ସହିତ କଣ ଜଡିତ ରହିଛି? ମଠର ମାନେ ଆମର ବାବା ଯୋଉ ବାୟା ବାବାଙ୍କ ବିଷୟରେ କିଛି କୁହନ୍ତୁ, ମଠ ବିଷୟରେ ଯାହାବି କିଛି କିଛି ଟିକେ କୁହନ୍ତୁ। ଆକୁ ଦେଖେଇଲ ବୋର୍ଡ ନେଇଛ? ଆଜ୍ଞା। ଇଏ ହେଲା କଣ ବଡ ଦାଣ୍ଡ, ବଡ ଦାଣ୍ଡ। ଇଏ ହେଲା ଗୁରୁକ୍ଷେତ୍ର। ଜଗନ୍ନାଥ ଏଠାରେ ଗୁରୁ ରୂପରେ ବିଦ୍ୟମାନ। ଯେ ପାଗଳା ସେ କାଳିଆ ଛାଡି ଆସିଲେ ଗୁରୁ ରୂପରେ ବିଦ୍ୟମାନ। କେମିତି ନା କେମିତି ବୁଝିପାରୁନ ନା 1937 ମସିହାରୁ ଏଇ ଗୁରୁକ୍ଷେତ୍ର ପ୍ରତିଷ୍ଠିତ ଏଇଟା ପ୍ରଚାର ହେଇଛି। କିଏ ଆଗେ ସବୁ ଲେଖା ହେଇଛି ଆମ ମାନେ ସ୍ତମ୍ଭପତ୍ରରେ ବଡଦେଉଳରେ ସ୍ତମ୍ଭିତ କରାହେଇଛି, ମାନେ ଲେଖା ହେଇଛି, ସ୍ତୁପ କରାହେଇଛି। ଯେମିତି ଆମର ପୁରୀରେ ଜଗନ୍ନାଥ ଯେମିତି ସେଇଟା ହେଲା ଜଗନ୍ନାଥ ପାଞ୍ଜି, ଏଇଟା ହଉଛି ଅନନ୍ତ ପାଞ୍ଜି। ଅନନ୍ତ ପାଞ୍ଜି। ହଁ, ତେଣୁ ସେ କହିଲେ ଏଇଟା ବଡ ଦାଣ୍ଡ। ଏଇଟା କଣ ହୁଏ ନା ଦୁର୍ନୀତିକୁ ପାଦେ ଦଳି ଛଡାଇ ବେଶ ତାଙ୍କ ତେଜ କଳି ଯିବ ଜଳେ। ଏଇ ପୃଥିବୀରେ ଯେତେ ଅଛନ୍ତି ସାଧୁ ସନ୍ଥ ମହନ୍ତ ଠାକୁର ଇଏ କହୁଛନ୍ତି ଆମେ ଠାକୁର ଆମେ ଠାକୁର ଆମେ, ଆରେ କରିକି ଦେଖାଅ, କରିକି ଦେଖେଇଲେ ଲୋକ ଜାଣିବେ ଯେ ଠାକୁର ବୋଲି। ଏରେ ଖାଲି କହିଲେ କଣ ହବ? ନା ତୁଳସୀ ବଲେ ଜଗନ୍ନାଥ ହେଇଯିବ, ନା ଧନୁ ଧରିଲେ କିଏ ରାମଚନ୍ଦ୍ର ହେଇଯିବ, କି ନା କିଏ ତ୍ରିଶୂଳ ଧରିଲେ ଶିବ ହେଇଯିବ, କି ବୀଣା ବଜେଇଲେ ବୀଣା ଧରିଲେ ନାରଦ ହେଇଯିବ, କିଏ ଖଣ୍ଡା ଧରିଲେ କଳିଙ୍ଗିରାମ ହେଇଯିବ। କର୍ମ ଦେଖାଅ, କର୍ମ ଦେଖିକି ପାଗଳା ମାଗଣ କର୍ମ କରିକି ଦେଖାଅ। ଶ୍ରୀକ୍ଷେତ୍ର, କୁରୁକ୍ଷେତ୍ର ଆଉ ଗୁରୁକ୍ଷେତ୍ର। ଗୁରୁକ୍ଷେତ୍ର କଣ? ତିନିଟା କ୍ଷେତ୍ର, ତିନିଟା କ୍ଷେତ୍ର ନା। ଶ୍ରୀକ୍ଷେତ୍ର ହଉଛି ସତ୍ୟଯୁଗରେ ଅନନ୍ତ କାଳରୁ, କଣ ଶ୍ରୀକ୍ଷେତ୍ର ପୁରୀରେ, କୁରୁକ୍ଷେତ୍ର ହରିୟାଣାରେ, ଆଉ ଗୋଟେ ଜାଗାରେ ସେଠି ମହାଭାରତ କଣ ହେଇଥିଲା, ମଣିଷ ରୂପରେ ମହାଭାରତ ହେଇଥିଲା। 33 କୋଟି ଦେବତା ବିଦ୍ୟମାନ ସେଠି। ସେ କ୍ଷେତ୍ର କ୍ଷେତ୍ରଜ୍ଞ, ତେଣୁ 33 କୋଟି ଦେବତା ଗ୍ରହଣ ହେଇଥିଲେ ବା ଯୁଦ୍ଧ କରିଥିଲେ। ଦ୍ୱାପର ଯୁଗରେ କଳି ଆଗମ ଅନ୍ତ କାଳେ, ମାନେ କଳି ଆଗମ ଅନ୍ତ କାଳେ, କଳି ଆଗମ ଅନ୍ତ କାଳେ ମାନେ ଶେଷର କଳି ଶେଷରେ ବା ଦ୍ୱାପର ଶେଷରେ କଳି ଆଗମ ଯୁଦ୍ଧ ହେଇଥିଲା ମହାଭାରତ। ନାଇଁ, ଏଇଟା ହେଲା କଳିର ଅନ୍ତିମ, ନାଇଁ କଳି ଆଗମ ଯୁଦ୍ଧ ହେଇଥିଲା କୋଉଠି? କୁରୁକ୍ଷେତ୍ରରେ। 33 କୋଟି ଦେଖୁଛ ମହାଭାରତ, ଦେଖୁଛ ମଣିଷ ଯୁଦ୍ଧ ହେଇଥିଲା। କଳିର ଏଇଟା କଳି ଦ୍ୱାପର ଆଗମରେ ହେଇଥିଲା, କଣ କୁରୁକ୍ଷେତ୍ରରେ ହେଇଥିଲା। ଏଇଟା କଳିର ଅନ୍ତିମରେ, ମାନେ କଳିଯୁଗ ଯାଇ ସତ୍ୟଯୁଗ ହବ, ଅନ୍ତିମରେ ଗୁରୁକ୍ଷେତ୍ର। ଗୁରୁକ୍ଷେତ୍ର ନା ଗୁରୁକ୍ଷେତ୍ର କଣ ନା କାଳିଆବୁଦା ଗୁରୁକ୍ଷେତ୍ର, ଏଇଟା କ୍ଷେତ୍ର। ଗୁରୁକ୍ଷେତ୍ର ହେଲେ କାଳିଆବୁଦା ଗୁରୁକ୍ଷେତ୍ର କାହିଁକି କରାହେଇଛି ନା ଏଇଟା ମଶାଣି, ସୁନସାନ ମହାଶଂସାନ। ଏ ସଂସାନରେ ଲେଖା ହେଇଛି, ସଂସାନ ଲେଖା ହେଇଛି ମହାଶଂସାନ। ଅନେକ କାଳୁ ଯିଏ ପଡ଼ିଥାଏ ତାକୁ ସଂସାନ କୁହାଯାଏ। ତା ତ ବଡ ସେଟା ହେଲା ଗୁରୁ ମାନେ ସ୍ୱର୍ଗ ଦ୍ୱାର, ଏଇଟା ସ୍ୱର୍ଗପୁର। ହଁ, ଏଇ ମଶାଣି ନା ଅଛି ସ୍ୱର୍ଗପୁର, ଏ ସ୍ଥାନ ହଉଛି ସ୍ୱର୍ଗପୁର, ସେଟା ସ୍ୱର୍ଗଦ୍ୱାର। ସ୍ୱର୍ଗଦ୍ୱାର କିଏ ଥାନ୍ତି? ଯମପୁର, ଯମ ଥାଏ। ତାପରେ ସେ ଗେଟରେ ରଖିଲେ କଣ ତାଙ୍କର ସେବାକାରୀ କିଏ? ପ୍ରଭୁଙ୍କ ସେବାକାରୀ ଯମ। ସେ ଯମ ସେଟା ହେଲା ସ୍ୱର୍ଗ ଦ୍ୱାର, ଏଟା ସ୍ୱର୍ଗପୁର। କେମିତି? ଯୋଗେଶ ଧନେ କାଳିଆ ବୋଦା ନିତ୍ୟାନାଟ ବସି ପବିତ୍ର ମଶାଣି ବୋଦା, ଯୋଗେଶ୍ୱର ସିଦ୍ଧ ପୀଠ ଶ୍ରୀଗୁରୁ କ୍ଷେତ୍ରରେ ମଧ୍ୟ ସ୍ୱର୍ଗକୁ ଫିଟିଛି ବାଟ, ସ୍ୱର୍ଗକୁ ବାଟ ଫିଟିଛି। ହଁ, ଏଇଠି କେମିତି ମାନେ କଣ ତାର କିଛି ତତ୍ତ୍ୱ ଅଛି ନା, ତତ୍ତ୍ୱବିଧି କିଛି ଅଛି, ତା ତତ୍ତ୍ୱ ଭିତ୍ତି ସବୁ କିଛି ଅଛି। ଖାଲି କହିଦେଲେ ସ୍ୱର୍ଗ ବାଟ, କୋଉଠି ସ୍ୱର୍ଗ ବାଟ ଅଛି? ତା ତତ୍ତ୍ୱ କୋଉଠି ମିଳେ? ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ। ସାକ୍ଷ୍ୟ ବ୍ରହ୍ମାଣ୍ଡ, ବ୍ରହ୍ମାଣ୍ଡର ସାକ୍ଷ୍ୟ। ଲକ୍ଷ୍ୟ ପୁରାଣ ଶାସ୍ତ୍ରରେ ବୁଣା ହେଇଛି, କଣ ବିହନ ବୁଣା, ଧାନ ଭଳି ବିହନ ବୁଣା ହେଇଛି, ତାକୁ ଖୋଜିଲେ ପାଇବ। ପ୍ରତ୍ୟକ୍ଷ ଶରୀରରେ, ଶରୀରରେ ଦେଖିବ ସ୍ୱର୍ଗପୁର। ଆଉ କୋଉଠି ସ୍ୱର୍ଗପୁରରେ? ଏଇଟା ମର୍ତ୍ତ୍ୟ, ମାନେ ଯାହା ଆମେ ଠିଆ ହେଇଛେ ମର୍ତ୍ତ୍ୟ ବୈକୁଣ୍ଠ। ଏଥିରେ କିଏ? ଗୁରୁ ରୂପେ ହରି ନର ଅବତାରୀ ଧର୍ମ ସ୍ଥାପନା ପାଇଁ। ରାମ ଯିବେ, କୃଷ୍ଣ ଯିବେ, ଗୋବିନ୍ଦ ଯିବେ, କିଏ ଆସିବେ ନା ଗୁରୁ। କେଉଁ ଗୁରୁ? ନା ବ୍ରହ୍ମାଣ୍ଡ ତା ଗୁରୁ ରୂପେ ବିଦ୍ୟମାନ କରେ। କୋଉଠି? ଗୁରୁକ୍ଷେତ୍ରରେ।
କାଳିଆ ଯିଏ କାଳିଆ ସେ ପାଗଳା ଛାଡ଼ି ଆସିଲେ ନୀଳାଞ୍ଚଳ ସେଠି କହିଲେ ଦୁର୍ନନ୍ଦୀକି ପାଦେ ଦଳି ଛଡ଼ାଇବେ ଛଡ଼ାଇବେ ସବୁ କଳଙ୍କ ତାଙ୍କୁ ତେଜ ଦିଗ କଳି ଦୁର୍ନନ୍ଦୀ ମାନେ କ'ଣ ଦୁର୍ନନ୍ଦୀ ମାନେ ଅନେକ ଗୌଡ଼ାଣିଆ ମାନେ ଆସନ ବସିବେ ବିବେକୀ ବସିବେ ତଳେ ଭଜ ଲେଖ ଭାଇ ବେଣୁପଡ଼ା ଲେଖିଛନ୍ତି ବାଇଦାସଙ୍କର ତଳ ମାନେ ଯିଏ ଲେଖିଛନ୍ତି କିଏ ତାଙ୍କ ବାଇଦାସ କିଏ ତାଙ୍କ ନାହାନ୍ତି ଆଚାଣ ଗୌଡ଼ାଣିଆ ମାନେ ଯିଏ ଗୋଡ଼େଇ ଚାଲିଲେ ତାଙ୍କ ପାଖରେ ସେ ବସିବେ ସେ କହିବେ ହଁ ସେ ବହୁତ ଭଲ ସେଠୁ ଧରା ପଡ଼ିବେ ଗୌଡ଼ାଣିଆ ମାନେ ଆସନ ବିବେକୀ ବସିବେ ତଳେ ଭଜ ଲେଖ ଭାଇ ଦେଲାଙ୍ଗରେ ଲେଖିଛନ୍ତି ସେଇ କଥା ଲେଖିଲେ ଯେ ମହାପୁରୁଷ ମାନଙ୍କ ଦୁର୍ନନ୍ଦୀ ତାଙ୍କ ଯେଉଁ ବେଶ ଅଛି ଏ ଯେଉଁ ବେଶ ଦେଖାଉଛନ୍ତି କିଏ 14 ବର୍ଷ କିଏ 24 ବର୍ଷ କିଏ ନିଜେ ବେଶ ତୁଳସୀ ନଈ ଦେଖାଉ ଏଠିକାର ବେଶ ଦେଖିଲେ ବିଶ୍ୱଗୁରୁ ପାଗଳ ବାଇଙ୍କର ବେଶ ଦେଖିଲେ ଏସବୁ ଜଳି ପୋଡ଼ି ପାଉଁଶ ହେଇଯିବେ ହଁ ଏ 2 ଜଣ ଏଇ କ୍ଷେତ୍ରରେ ହେଲେ ପାଗଳ ଆଉ ବାୟା 2 ଜଣ ଆମେ କଷିଆ କେବଳ ନାଁ ମୋହକୁ ନୂଆରେ ଭାଜିରେ ଭାଙ୍ଗୁ କେହି ତାଙ୍କ ଆଗକୁ ଆସିବନି ଦିଦି ତୁମ ଶକ୍ତି କ'ଣ ହେଲା ଜଣାଯିବ ସବୁ କଥା ଫେରି ପାରୁଛି ଏବେ ଧରିବୁ ବୁଝିବୁ ସତ୍ୟ କି ମିଥ୍ୟା ଦେଖି ଆସିକି ଦେଖ ତେଣୁ ଆର ଜଣ ଶୁଣ ଆର ଜଣ କେହି ଆଇଥିଲେ ବାହୁଡ଼ା ଦିନ ଆଇଥିଲେ ବାହୁଡ଼ା ଦିନ ଆସିଲେ ଏଇଟା ଇଏ ହେଉଥିଲା ସେ କହିଲେ ଯଦି ପରୀକ୍ଷା ଦେବ ତାହେଲେ କାଳିଆ ବଳକୁ ପଳେଇ ଆସ ଆମର ଯିଏ ମାନେ ଚିକିତ୍ସା କରୁଛନ୍ତି କେଉଁ ଚିକିତ୍ସା ଦବି ଶିକ୍ଷା ଭୁବନେଶ୍ୱରରେ ସେ ଯଦି ତୁମେ ଅଛ କେତେରେ ନା ହେଉଛନ୍ତି ଶୁକ୍ରବାର 5 ତାରିଖ ହେଇଥିଲା 5 ତାରିଖ ଦିନ ଏଠିକି ଆସିଥିଲେ କେଉଁଠିକି এই ଗୁରୁକ୍ଷେତ୍ରକୁ ଆସିଥିଲେ ସେ କହିଲେ ଯଦି ତୁମେ ପରୀକ୍ଷା ଦେବାକୁ ଆସ ସେମିତି ସାଧୁମାନେ ଆସିବେ ପରୀକ୍ଷା ଦେବେ କ'ଣ କରିବେ କ'ଣ ତାହେଲେ କ'ଣ ହରଣ ତାଙ୍କ କଳା ହରଣ ହେଇଯିବ ତାଙ୍କ କଳା କିଛି ରହିବନି ଏଇଠିକି ଆସିଲେ ତମେ ବି ସେମିତି ତମେ ବି ସେ ବି ଯିବ ଆମେ କେତେ ଜଣ ଦେଖିଲୁ ବାଇଡ଼ି ବାଲାଙ୍କୁ ଦେଖିଲୁ କେତେ ମିଡ଼ିଆ ବାଲା ଦେଖିଲୁ ସେ କାନ୍ଦୁଛନ୍ତି ମୁଁ ଆଉ ଠକେଇ ବଡ଼ ନାହିଁ ମୁଁ ବଡ଼ ମୁଁ ସବୁଠାରୁ ଇଏ ମୁଁ ବଡ଼ ଲୋକ ଜାଣିଛ ମୁଁ ବଡ଼ ୟୁଟ୍ୟୁବର ମୁଁ ବଡ଼ ୟୁଟ୍ୟୁବର ସବୁ ଗଲେଣି ଦେଖିବ ଭଲ କିନି ସବୁ ଲେଖା ଦେଖିବ କେମିତି କାନ୍ଦୁଛନ୍ତି ତାଙ୍କ ନାଁରେ କ'ଣ ଚାଲିଛି ଏଠି କାହାର ବଡ଼ପଣ ରହିବନି ତେଳା ପ୍ରାୟ ଅସୁରଙ୍କୁ ଟାଳିଛି ବୁକକୁ ଢାଳେ ନ ଚାହିଁବୁ ତିଳ ନାସିବୁ ସାରା ଦୁନିଆ ମେଦିନୀୟ ହରା ହରିବା ପାଇଁ ବଞ୍ଚେଜାତ ହେବେ ମାନବ ଯେତେ କହିଲି ବୁଝାଇଛେ ଯୋଗରା ଘାଟେ ଯୋଗଠୁ କହୁଛି ନିଶ୍ଚୟ ଏଇଠି କାହା ଟାଣ ରହିବନି ରଥିମାନେ କହିଲେ ଏଇଠାରେ ରଥିମାନେ ପାଟ ବାନ୍ଧି ଆଜ୍ଞା ପାଇବ ଆଉ ନାହିଁ ରକ୍ଷା ବାଟ ହାଣ ହାଣ ବୋଲି ରଡ଼ି ଶୁଣୁ ଶୁଣୁ ତା ଦାନ୍ତ ବାଡ଼ି ଯିବ ପଡ଼ି ଯୋଗିନୀ ଚଣ୍ଡୀ ତା ମୁଣ୍ଡା ଝରିଣ ଖଡ଼ ଖପର ଖଣ୍ଡା ହାଣୁଥିବେ କଳି ଭେଣ୍ଡା ଏ କଳି ଭେଣ୍ଡା ସବୁ ଭେଣ୍ଡା ମାନେ ଅଜଗର କେଉଁ ଭେଣ୍ଡା ନା ଗୁଣ୍ଡା ହଁ ଯୋଗିନୀ ଚଣ୍ଡୀ ତାଙ୍କୁ କିଏ ହାଇବ ଯୋଗିନୀ ଚଣ୍ଡୀ ମୁଣ୍ଡା ଖଡ଼ ଖପର ଖଣ୍ଡା ହାଣୁଥିବେ କଳି ଭେଣ୍ଡା ଆଉ ସେଇଟା ମାନେ ଆଉଥରେ କହୁଛି ହାଣ ହାଣ ବୋଲି ରଡ଼ି ଶୁଣୁ ଶୁଣୁ ତା ଦାନ୍ତ ବାଡ଼ି ଯିବୁ ପାଲ କାଳିଆ ବୋଧେ ହାଣିଦେବେ ମାରିଦେବେ ଗଡ଼େଇ ଦେବେ ଗୁଫାକୁ ଟାଣି ନେଇଯିବେ କିଛି ନାହିଁ ଗଜବ ସତ ହୁଏ ମିଛ ମିଛଟି ତାଙ୍କ ଆଜ୍ଞାରେ ନୀତି ନିରାକାରୀ ଅରି ଅନାନ୍ତି ସେହି ଜୀବ ପରମ ଅନ୍ତର୍ଯାମୀ ରୂପେ ସକଳ ଘଟରେ ବିଶ୍ରାମ ଅନ୍ତ ଶେଷ ଜବ ଅନ୍ତ ନାହିଁ ଏମିତି ସବୁ CBI ବି ଆସିଥିଲେ ତାଙ୍କ ଅମଳରେ କେତେ ଦିନ ଖଟିଲେ ମାସେ ଖଟିଲେ ଗୁରୁ ଦୁଇଛି ନାଟ୍ୟ ଅନ୍ଧଟି ଗୁରୁ ନୁହନ୍ତି ଅନ୍ଧ ଗୁରୁ ଅନ୍ତର୍ଯାମୀ ଅଟନ୍ତି ତାର କପାଳ ମନ୍ଦ ଆମେ ଶୁଣିଛୁ ମହତ ଲୋକଙ୍କଠାରୁ ମାନେ ଭଲ ଲୋକଠାରୁ ମହତ ଲୋକ ଯେଉଁମାନେ ସେବା ପଗଡ଼ି ଯାଉ ଦେଇଛନ୍ତି ତାରିଣୀ କ'ଣ ଗୁରୁ ମାନେ ତାଙ୍କ ନାଁ ହେଉଛି ପ୍ରସାଦ ତାରିଣୀ ସିଂ ନାଇଁ ଅଛନ୍ତି ତାଙ୍କ ଘରେ ସେ ସେବକ ହଁ ହେଇଛି ବର୍ଷ ଥୁଆ ହେଇଛି ମୁଁ ଶୁଣିଥିଲି ଏଠି ସବୁ ମାନେ ବିଧିରେ ଅନୁସାରେ ହୁଏ ନା ଆମର ଏଠି ଅଲଗା ନା ସବୁ ବିଧି ସମାନ ଖାଲି ମାସ ପରିବର୍ତ୍ତନ ହଁ ଏଇଠା ବି ଆସେ ଜଗତ ପ୍ରତି ବଦଳା ଏଇ ମାସ ଗ୍ରହଣ କରିଛି ଆମ ପୁରୀ ଯେବେ ରଥଯାତ୍ରା ହୁଏ ଏଠି ରଥଯାତ୍ରା ଅଲଗା ଅଲଗା ମାର୍ଗଶିରରେ ମାସ ହଁ ମାସ ମାର୍ଗଶିର ସେଟା ଆଷାଢ଼ ସେଠୁ ଗଣା ହେଇଛି ଆଷାଢ଼ ଗଣା ପ୍ରଥମ ମାର୍ଗଶିର ଶେଷ ହେଲା ପରେ କ'ଣ ଆମ ଶେଷ ହେଉଛି ପାଞ୍ଜିରେ କୋଡ଼ି ଭାରତୀୟ ପାଞ୍ଜି କ'ଣ ଶେଷ ହେଉଛି ପଣା ସଂକ୍ରାନ୍ତି ଶେଷ ଏଠି ଆଉ ଓଡ଼ିଶାରେ କେତେବେଳେ ଶେଷ ସୁନିଆ ଦିବ୍ୟ ଦେବଙ୍କର ସୁନିଆ ଯେଉଁ ଅଭିଷେକ କହନ୍ତି ସେଇଠି ଆମ କଟା ଏଇଟା ହେଲା ବର୍ଷ ସେଇଟା ଭାରତ ଏଇଟା ଓଡ଼ିଶାର ସେଇଟା କ'ଣ ଭାରତର କୋଉଟା ପଣା ସଂକ୍ରାନ୍ତି ବିଶ୍ୱ ମାନନ୍ତି ପଣା ସଂକ୍ରାନ୍ତିରେ ବର୍ଷ ସରିଲା ଆମ ଓଡ଼ିଆ ହିସାବରେ ଯେମିତି ଆମ ଅଛି କ'ଣ ଇଂଲିଶରେ ଅଛି କ'ଣ ଜାନୁଆରୀ ଆମର ମାସ କୋଉଠୁ ମାନେ ଜାନୁଆରୀ ତ ଆମ ମାସ ନାହିଁ ପଣା ସଂକ୍ରାନ୍ତି ମାସ ମାନେ ବର୍ଷ ଆସୁଛି ହଁ ନା ଏଠି ଆମର ସେଇ ଯୋଉ କହିଲେ ଅନନ୍ତ ପାଞ୍ଜି ଯୋଉ ବର୍ଷ ଯେମିତି ଆମର ପଣା ସଂକ୍ରାନ୍ତି ଏଠି କେବେ ସରୁଛି କ'ଣ ସରୁଛି ଏଇ ବା ସରିଲା ମାନେ କରିବା ସରିଲା ଏଠି ମାନେ ଆଜ ଆମର ମାନେ ହେଉଛି ମାର୍ଗଶିର ମାସରେ
ମାର୍ଗଶିର ମାସ ଆମର ଗଣା ହଉଛି କଣ ବର୍ଷ ବର୍ଷ ଗଣା ହଉଛି ମାସ ଚାଲିଲା ମାନେ ଯେମିତି ଏଇଟା ନୂଆ ମାସ ନୂଆ ବର୍ଷ ନୂଆ ଯେମିତି ଆମେ ଇଂଲିଶ ଇଏ କଲ ସେ ନୂଆ ମାସ ନୂଆ ଦିନ ନୂଆ ସଇଲା ତାମାନେ ଏଠି ଏବେ ଏ ଯୋଉ ଆଷାଢ ଗଲା ଶ୍ରାବଣ ଚାଲିଲା ଏଠି ଏବେ ଶ୍ରାବଣ ଏବେ ତ ଠିଆ ହେଇଛି ଶ୍ରାବଣ ଠିଆ ହେଇଛି ହଁ ଏଇଟା ତାଙ୍କରି ପୌଷ ମାଘ ଚାଲି ଜଗନ୍ନାଥଙ୍କର ଏଠି ଓଲଟା କଳି ଯାଇ ସତ୍ୟ କେହି ନ ପାଇବେ ଅନ୍ତ ଓଲଟା ଯୁଗ କରିବେ ଅନନ୍ତ ଆଉ ଯୋଉ କହୁଛନ୍ତି ଆମର ଏଠି ମାଳିକା ସହିତ ଆର କଣ ରହୁଛି ମାନେ ମାଳିକାର ଫାଉଣ୍ଡେସନ ମାନେ ଏଇଠୁ କଣ କଣ ଫାଉଣ୍ଡେସନ ଏଇଠୁ ସାଟେଲାଇଟ୍ ପୃଥିବୀ ଯିବ ଜାଣିନ ଦୁର୍ନୀତିକୁ ପାଦେ ଦଳେ ଛଡ଼ାଇବେ ସବୁ କଣ ତେଜ କଳିଯିବ ରାଜନୀତି ଠାରୁ ଦେଶ ନୀତି ଠାରୁ ଏବଂ ବିଜ୍ଞାନ ଠାରୁ ତାଙ୍କୁ ଏଠି ଜଳିଯିବେ ଯାହା କହିବେ ତାହା ହବନି ଡାକି କରି କହୁଥିବେ ଯେଉଁ ଭକ୍ତଗଣ ତଳ ତଳ ହୋଇଯିବେ କଳିକି ଆଗମନ ତାକି ଅଛି ମହାମାୟୀ ଖପର ପଟାଇ ଟାଣ ଭାଙ୍ଗି ଦେବ ଦିନ ଅଚ୍ୟୁତି କହି ମଳି ନବ ନଦୀ ସୂଚି ନିମାଳ ଗ୍ରାମରେ ନୀଳା ପ୍ରକାଶ ହୋଇବ ଆଜ ସେଇଠାରେ ହାଣିବେ ଦୁଷ୍ଟ ହାଣୁ ହାଣିବ ଦୁଷ୍ଟ ଦେଖୁଛ ଅଚ୍ୟୁତ ସେଟା କଣ କହିଲେ ପୁଣି କଣ କହିଲେ ସେ କହିଲେ ଯେ ଆଉ ଗୋଟେ ପଦ ଲେଖିଲେ ଲେଖା ଜନ୍ମ ଓଲଟି ପଡ଼ିବ ପଢ଼ା ଜ୍ଞାନୀ ହେବ ବଣା ମଙ୍ଗେ ମଙ୍ଗୁଆଳ କାତ ରହିଥିବ ଜ୍ଞାନ କହିବ କଣ ନା ଯେଉଁମାନେ କହୁଥିବେ ଏଇ ସ୍କାଇଲାଇଟ୍ ଯେମିତି ବୟ ଆସି ସ୍କାଇଲାଇଟ୍ ଗୋଟେ ପଛ ଜନ୍ମ ହେଇଥିବ କି ନାହିଁ ନୁହେଁ ସବୁ ଖାଇଗଲେ ମାଛ ମାଂସ କଇଁଛ କୁକୁଡ଼ା ଘର ଦ୍ୱାର ବିକିଦେଲେ ସ୍କାଇଲାଇଟ୍ ବିଜ୍ଞାନ ଡାକିଲା ଡାକିଥାନ୍ତି ଭୈରବୀ ସେମାନେ ଯେମିତି ଆଉ ଭୈରବ ତ ନାହାନ୍ତି କୁକୁର ନାହାନ୍ତି ଛେଳି ନାହାନ୍ତି କୁକୁର ଚାଉଳ କେହି ନାହାନ୍ତି କେହି ଅଶୁଭ ଜିନିଷ କେହି ନାହିଁ ଶୁଭ ଅଶୁଭଟା ଶୁଭ ଅଶୁଭଟା ଶୁଭ ଆମ ପାଇଁ ଶୁଭ ଶୁଭ କେମିତି ଜଗତ ପିତା କେବେ ବ୍ରହ୍ମା ହଉଛନ୍ତି ଜଗତ ପିତା ସମସ୍ତଙ୍କର ବାପ ସେ ଜଗତରେ ଯେତେ ଅଛନ୍ତି ବ୍ରହ୍ମମୟ ସମସ୍ତେ ତାଙ୍କ ବାପ ବିଷ୍ଣୁ ହଉଛନ୍ତି ତାଙ୍କର ବାର ନାହିଁ ବିଷ୍ଣୁ ହଉଛନ୍ତି ମାନେ କ'ଣ ନା ତାଙ୍କର ବ୍ରହ୍ମା ରୂପେ ବ୍ରହ୍ମା ବିଷ୍ଣୁ ବ୍ରହ୍ମା ରୂପେ ବୀଜ ବାୟୁ ରୂପେ ବିଷ୍ଣୁ ମନ ରୂପେ ଶିବ କ'ଣ ସେ ଜଗତ ପିତା ସେ ପାଳନକର୍ତ୍ତା କିଏ ବିଷ୍ଣୁ ହଉଛନ୍ତି ପାଳନକର୍ତ୍ତା ସଂହାରକର୍ତ୍ତା କିଏ ନା ସଦାଶିବ ସଦା ଅଶୁଭ ସଦାଶିବ ସବୁ ଅଶୁଭ ତାଙ୍କ ଶୁଭ ତାଙ୍କର କିଛି ଶୁଭ ଅଶୁଭ ନାହିଁ ସେମିତି ତାଙ୍କ କାଳକୁ ସେ ଧରିଛନ୍ତି କାଳକୁ ମାନେ ସର୍ପକୁ ଅଣ୍ଟାରେ ବାଜିଛନ୍ତି କ'ଣ ଇଏ ବାଘ ଚମା ପିନ୍ଧିଛନ୍ତି କୌବନି କରିଛନ୍ତି ଫୁଲ ଯେତେ ଫୁଲ ଅଛି ବାହାରେ ଯେଉଁ ମାନେ ମାନେ ଏଇ ଯେଉଁ ବାହାରେ କେଉଁଠି ନା କୟସ ଦୁଦୁରା ଯେତେକ ତାଙ୍କୁ ପୃଥିବୀରେ ଯେତେକ ଅବାଗିଆ କେହି ଗ୍ରହଣ କରନ୍ତି ସେ ହିଁ ଗ୍ରହଣ ହଁ ଗ୍ରହଣ କରନ୍ତି ବିଷ ସେ ହିଁ ବିଷ ସେ ବିଷକୁ ଅମୃତ କରି ସମସ୍ତଙ୍କୁ ବଞ୍ଚାଇଲେ ଏ ଜାଗା ସେମିତି ମାନେ ଏ ଜାଗା ସେମିତି ହଁ ମୁଁ ତ ଶୁଣିଥିଲି ବି ଯେ ଏଠି ସବୁ ମାନେ ଆମର ଓଲଟା ହୁଏ ତା ସବୁ ଓଲଟା ଜିନିଷ ଅଛି ସବୁ ଏଇ ଯୋଉ ଗୋଟେ ଜିନିଷ ଏଇ ଯୋଉ ଆପଣ ମୁଁ ବି ଜାଣିନଥିଲି ପ୍ରଥମେ ପ୍ୟାଣ୍ଟ ପିନ୍ଧି ପଶିଲି ମତେ ବାବା ଗାଳି କଲେ ମୁଁ ଚେଞ୍ଜ କଲି ନିଜେ ତ ଏଇ ଜିନିଷଟା କଣ ପାଇଁ ଯୋଉ ଆପଣ କହିଲେ ଯୋଉ ପ୍ୟାଣ୍ଟ କୁ ଶତ୍ରୁ ବୋଲି କହୁଛନ୍ତି କଣ ପାଇଁ ନା